ଆପଣ ଦେଖୁଥିଲେ ଏ ସବୁ ଗାଡ଼ି ସବୁ ଗୋଟେ ସବୁ ଧରାଇକି ଆଇଛି ସ୍ଥାନୀୟ ତହସିଲଦାର ହୁଅନ୍ତୁ କିମ୍ବା କଣା ଥାନା ଅଧିକାରୀଙ୍କ ମାଧ୍ୟମରେ ଏ ସବୁ ଗାଡ଼ି ଆସିକି ବ୍ଲକ ପଛପଟେ ଥୁଆ ହେଇଥିଲା। ଏଭଳି ଆଉ ଆଗକୁ ନ ଯିବ ବୋଲି ଯାହା ଥାନା ଅଧିକାରୀ ଏବଂ ଯାହା ମାଇନ୍ସର ଅଧିକାରୀ କହୁଥିଲେ, କିନ୍ତୁ ଏ ଗାଡ଼ି ମାଲିକଙ୍କ ଉପରେ ବହୁତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କେମିତି ଆଗକୁ ଏଭଳି ଚୋରାଚାଲାଣ ନ ହେଇପାରିବ। ପୁରୀ ଜିଲ୍ଲା କଣାସରୁ ସୌମ୍ୟକାନ୍ତ ବେହେରାଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍। ବନ୍ଧୁ, ଆମେ ଦେଖିବା ଘରଟିଏ କରିବା ପାଇଁ ଇଟା କିମ୍ବା ମାଙ୍କଡା ପଥରର ସହଯୋଗ ଦରକାର। କାହିଁକି ନା କିଛି ବିନା ମାଙ୍କଡା ପଥରରେ ଘରଟି ହେଇପାରିବନି। କିନ୍ତୁ ମାଙ୍କଡା ପଥର ରାତିରେ ଚୋରାଚାଲାଣ ହଉଥିଲା ବୋଲି ଯାହା ଇନଫର୍ମେସନ ପାଇଥିଲେ ଏବଂ କଣାସ ଥାନା କହିବା ଏବଂ କଣାସ ଥାନାର ତହସିଲଦାର ମଧ୍ୟ ପାଇଥିଲେ ଏବଂ କିଛି ଯଦି କହିବା ଇନଫର୍ମେସନ ପାଇଥିଲେ ଆମର ସ୍କ୍ୱାଡ ତରଫରୁ ସେ ଗଲା କାଲି ରାତିରେ ଧରିଥିଲେ ଏବଂ ସେ ସ୍କ୍ୱାଡର ଷ୍ଟାଫ ଅଛନ୍ତି ତାଙ୍କ ସହିତ ଆଲୋଚନା କରିବା କେମିତି ଗାଡିକି ଧରିଲେ, କୋଉ ଷ୍ଟାଫରେ ଧରିଲେ ଏବଂ ମେସେଜ କେମିତି ସେମାନେ ପାଇଲେ ଯାହା ଦ୍ୱାରା କି ଗାଡିକି ଧରିଛନ୍ତି ଏବଂ କେତୋଟି ଗାଡି ଧରିଛନ୍ତି ସେମାନଙ୍କ ସହିତ ଆଲୋଚନା କରିବା। ସାର୍ ଟିକେ ପରିଚୟ ଟିକେ। ମୋ ନାଁ ହେଲା ସମୀର ମିଶ୍ର, ମୁଁ ପୁରୀ ଜିଲ୍ଲା ମାଇନିଂ। ସାର୍ କଣ କହିବା, କାଲି କେତୋଟି ଗାଡି ଧରିଥିଲେ ଏବଂ କେତେ ସମୟ ଧରିଥିଲେ? କାଲି ରାତି 4:30 ବେଳେ ଆପଣଙ୍କ ବିଜିପୁର ଛକରେ ମୁଁ 19ଟି ଗାଡ଼ି ପ୍ରଶାସନ ସହାୟତାରେ। ସାର୍ ପ୍ରଶାସନ ଆପଣଙ୍କୁ କିଏ କିଏ ସହଯୋଗ କରିଥିଲେ? ଆମକୁ ଆଇଆଇସି ସହଯୋଗ କରିଥିଲେ, ତହସିଲ ଅଫିସ ସହଯୋଗ କରିଥିଲେ। ସାର୍ 19ଟି ଗାଡି ଥିଲେ ନା ଆହୁରି କେତେ ଗାଡି ଥିଲେ? ନା 19ଟି ଗାଡ଼ି। ସାର୍ ଆଜି ତ ଚାଲୁନଥିବ, ବହୁତ ଦୀର୍ଘ ଦିନ ଚାଲୁଥିବ, ଆପଣ ହଠାତ୍ କେମିତି ଧରିପାରିଲେ, କେମିତି ମେସେଜ କେମିତି? ଆମକୁ ଯେତେବେଳେ ଖବର ମିଳେ, ଯେତେବେଳେ ଆମ ଦୃଷ୍ଟିକୁ ଆସେ, ଆମେ ଗାଡ଼ି ଗୁଡ଼ାକୁ ଫଲୋ ଆକ୍ସନ ନେଇକି ଏଟାକୁ ସିଜ୍ କରୁ କିମ୍ବା ଫାଇନ୍ ଆଦାୟ କରୁ। ଆପଣ ଶୁଣୁଥିଲେ ମାଇନିସର ଅଫିସର କହିବା କଥା, ଯେହେତୁ ଗାଡିକି ଧରାଯାଇଛି ତାକୁ ନିହାତି ଭାବରେ ଆକ୍ସନ ନିଆଯିବ ଏବଂ ଗାଡି ମାଲିକଙ୍କୁ ମଧ୍ୟ ଦିଆଯିବ। ତାପରେ ଆମର କଣ ଥାନା ଅଧିକାରୀ ଅଛନ୍ତି, ତାଙ୍କ ସହିତ ପଚାରିବା ସାର୍ କେମିତି ଜାଣିଲେ, କୋଉ ହିସାବରେ ଜାଣିଲେ, ସାର୍ କେମିତି କଣ ଜାଣିଲେ ଯାହା ଦ୍ୱାରା କି ଆପଣମାନେ ସେ ଆକ୍ଟିଭ ଦେଲେ ଏବଂ ସହଯୋଗ ମଧ୍ୟ କଲେ ମାଇନିସ ଅଫିସର? ଇନଫର୍ମେସନ ଏମିତି ଥିଲା, କିନ୍ତୁ ଆମେ ସେ ଇନଫର୍ମେସନ ପାଇଲା ପରେ ଆମେ ଯୋଗାଯୋଗରେ ଥିଲୁ। ଆଉ ହଠାତ୍ ଗୋଟେ କାଲି ପ୍ଲାନିଂ ହେଇଥିଲା ସମସ୍ତେ ପ୍ରଶାସନ ମିଶିକରି, ପୋଲିସ ପ୍ରଶାସନ ଆମର ଜିଲ୍ଲା ପ୍ରଶାସନ ଅବଗତ ହେଲା ପରେ ବି ଆମେ ସମସ୍ତଙ୍କ ସହଯୋଗରେ ଏଇଟା କାଲି 4:30 ରାତିରେ ବିଜିପୁର ଛକରେ ତାକୁ ମ୍ୟାପ୍ କରା। ବାକି ଗାଡ଼ିର କେତେ ଅଥେଣ୍ଟିକେଟ୍ ଅଛି, ଯେ ପଥର ଆଉ ଗାଡ଼ିର ମାଲିକ କିଏ, ସେଇଟା ଆମେ ଭେରିଫାଇ କଲା ପରେ ହିଁ ଜଣାପଡ଼େ ଯେ ଗାଡ଼ିର ମାଲିକ କିଏ। ତାପରେ ଆକ୍ସନ ମାଇନିଂ ଅଫିସର ତାଙ୍କ ପ୍ରୋଭିଜନ ହିସାବରେ ନେବେ। ଯଦି କୌଣସି ପ୍ରକାର ସେଥିରେ ଖିଲାପ ହୁଏ, ତାପରେ ଯାହା ଲିଗାଲ ଆକ୍ସନ ଅଛି ବା ଯାହା ଆଇନ ଦ୍ୱାରା ହେଇପାରିବ ତାହା ଆମେ ନିଶ୍ଚୟ କରିବେ। ଦେଖୁଥିବା ଏଇ ଗୋଟି ଲାଇନ ହେଇକି ଠିଆ ହେଇଥିବା ଗାଡି, ଇଏ ହଉଛି ମାଙ୍କଡା ପଥର ଯାଉଥିଲା। କୋଉଠି ଯାଉଥିଲା କେହି ଜଣା ନଥିଲା, କିନ୍ତୁ ମାଇନ୍ସର ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ବିଜୁପୁର ଛକରୁ ଗାଡି ଧରିଥିଲେ। ଗାଡି ଯଦି କହିବା ଗୋଟି ଗାଡି ହଉଛି 19ଟି ଗାଡି ଧରିଛନ୍ତି। ମାନେ ଆପଣ ଚିନ୍ତା କରନ୍ତୁ କେତେ ଦୂର ଯାଉଥିବେ ଗାଡି। ତାର ଆଜି ନୁହଁ, ଦୀର୍ଘ ଦିନ ଧରି ମାଙ୍କଡା ପଥର ଚାଲାଣ ହଉଥିବ, କିନ୍ତୁ ଥାନା ଅଧିକାରୀ ଏବଂ ମାଇନ୍ସର ଅଧିକାରୀ କହିବା କଥା ଏ ଚୋରା ଚାଲାଣ ହଉଥିଲା ବୋଲି ଯାହା ଧରିଛନ୍ତି। ଏଠି ଗୋଟେ ଅଭିଯୋଗ ଆସୁଛି, ଯଦି କହିବା ଆଜି ନୁହଁ ଦୀର୍ଘ ଦିନ ଚାଲୁଛନ୍ତି, ତାମାନେ ଏଠି କେମିତି ଚାଲୁଥିବ। ଏବଂ ଯଦି କହିବା ଡ୍ରାଇଭର ମାନେ କେହି ନାହାନ୍ତି, କିନ୍ତୁ ପୋଲିସ ଷ୍ଟାଫ ମାନେ ସବୁ ଜଗି ରହିଥିଲେ। ଏବଂ ତା ସହିତ ଏ ଯୋଉ ମାଙ୍କଡା ପଥର, ମୁଁ କ୍ୟାମେରା ପର୍ସନକୁ ଅନୁରୋଧ କରିବି, ମାଙ୍କଡା ପଥର ସବୁ ଗାଡି ଲୋଡ ଅଛି, କିନ୍ତୁ ଏ ଦେଖନ୍ତୁ ମାଙ୍କଡା ପଥର ଲୋଡ ବି ଅଛି ଏବେ ବି ସୁଦ୍ଧା। କାହିଁକି ନା ଯଦି ମାଙ୍କଡା ପଥର ଲୋଡ ନ ହେଇଥାନ୍ତା ତାହେଲେ ରାତି ଅଧରେ କାହିଁ ଦିନ ବେଳା ଯାଇଥାନ୍ତା। ଏ ଗାଡିରେ ସବୁ ଲୋଡ ଅଛି, ଯାହା ଦ୍ୱାରା କି ଆପଣ ମାନେ ଦେଖୁଥିବେ ଏ ପଥର ସବୁ ଯାହା ଘର କାମକୁ ବି ଯାଉଥିଲା, କିନ୍ତୁ ନିହାତି ଭାବେ ଗୋଟେ ରାକେଟ କାମ କରୁଥିବା ବୋଲି ଯାହା ଜଣା ବିଶେଷ ସୂତ୍ରରୁ ଖବର ମିଳୁଛି। ଆପଣ ଦେଖୁଥିଲେ ଏଇ ସବୁ ଗାଡି ସବୁ ଗୋଟେ ସବୁ ଧରାଇକି ଆଇଛି ସ୍ଥାନୀୟ ତହସିଲଦାର ହୁଅନ୍ତୁ କିମ୍ବା କଣା ଥାନା ଅଧିକାରୀଙ୍କ ମାଧ୍ୟମରେ ଏ ସବୁ ଗାଡି ଆସିକି ବ୍ଲକ ପଛପଟେ ଥୁଆ ହେଇଥିଲା। ଏଭଳି ଆଉ ଆଗକୁ ନ ଯିବ ବୋଲି ଯାହା ଥାନା ଅଧିକାରୀ ଏବଂ ଯାହା ମାଇନ୍ସର ଅଧିକାରୀ କହୁଥିଲେ, କିନ୍ତୁ ଏ ଗାଡି ମାଲିକଙ୍କ ଉପରେ ବହୁତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କେମିତି ଆଗକୁ ଏଭଳି ଚୋରାଚାଲାଣ ନ ହେଇପାରିବ। ପୁରୀ ଜିଲ୍ଲା କଣାସରୁ ସୌମ୍ୟକାନ୍ତ ବେହେରାଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।